ଆପଣଙ୍କ ଟଡଲର ହଠାତ୍ ରାସ୍ତା ମଝିରେ ଗଡ଼ାଗଡ଼ି କରେ, ରାତି 10ଟାରେ ଚିତ୍କାର କରି କାନ୍ଦେ, ଆଉ ଆପଣ ସମ୍ପୂର୍ଣ୍ଣ ହେଲ୍ପଲେସ୍ ଫିଲ୍ କରନ୍ତି। ମୁଁ ଜାଣେ ସେ ଫିଲିଙ୍ଗସ୍, କାରଣ ମୁଁ ନିଜେ ସେଇ ଜାଗାରୁ ଆସିଛି। ଆଜି ମୁଁ ଆପଣଙ୍କୁ 3ଟା ସିକ୍ରେଟ୍ କହିବି, ଯାହା ମୋ ପାଇଁ କାମ କରିଥିଲା। ସାଇନ୍ସ ଆଉ ଆମ ଓଡ଼ିଆ ପରମ୍ପରା ଦିଟାଙ୍କର କମ୍ବିନେସନ୍। ନମସ୍କାର, ମୁଁ ଯୋଗମାୟା, ଗୋଟେ ଓଡ଼ିଆ ମା, ହୋମ୍ ମେକର ଏବଂ କାମ୍ ପ୍ୟାରେଣ୍ଟିଂ କୋଚ୍। ମୋର 2ଟା ପୁଅ ଅଛନ୍ତି, ଜଣେ ସ୍କୁଲ ଯାଉଛି ଆଉ ଜଣେ ଟଡଲର। ତେଣୁ ଟାଣ୍ଟ୍ରମ୍ ମୋ ଘର ଡେଲି କାହାଣୀ। ଯୋଗମାୟା ଲର୍ଣ୍ଣିଂ ମମ୍ରେ ଆପଣଙ୍କୁ ସ୍ୱାଗତ। ଏଠାରେ ଆମେ ଶାନ୍ତ ମନରେ ଆଧ୍ୟାତ୍ମିକ ଉପାୟରେ ପିଲାଙ୍କୁ ବଡ଼ କରିବାର ରାସ୍ତା ଖୋଜୁ। ଆଜି ମୋ ଚ୍ୟାନେଲର ପ୍ରଥମ ଭିଡ଼ିଓ, ତେଣୁ ଏହା ମୋ ପାଇଁ ବହୁତ ସ୍ପେଶାଲ ଅଟେ। ମୁଁ ଆପଣଙ୍କୁ ଏକ ଟ୍ରୁଥ୍ ସେୟାର କରିବି। 2 ବର୍ଷ ତଳେ ମୋ ବଡ଼ ପୁଅ ରାତିରେ ଖାଇବାକୁ ମନା କରିଦେଲା। ଆଉ ସାରା ଦିନର ଘର କାମ, ଶାଶୁଘର ସମ୍ଭାଳିବା, ରୋଷେଇ କରି ଥକି ଯାଇଥିବା ସେ ଯେତେବେଳେ ଖାଇବା ଥାଳି ଠେଲିଦେଲା, ମୋତେ ଲାଗିଲା ଯେ ଯେମିତି ମୋ ଭିତରୁ ଭାଙ୍ଗି ଯାଉଛି। ମୁଁ ବହୁତ ଜୋରରେ ଚିତ୍କାର କଲି, ଆଉ ସେ ମୋ ପାଟି ଶୁଣି ବହୁତ କାନ୍ଦିଲା। ଶାଶୁଘରର ସବୁ ଲୋକ ମୋତେ ଦୋଷୀ ପରି ଦେଖୁଥିଲେ, ଆଉ ମୁଁ ବେଡରୁମ୍କୁ ଯାଇକିନା ବହୁତ କାନ୍ଦିଲି। ସେ ରାତିରେ ମୁଁ ନିଜକୁ ପଚାରିଲି, ମୁଁ ଭଲ ମା ହୋଇପାରୁନି, ମୋର ଭୁଲ କ'ଣ? ସେ ପ୍ରଶ୍ନ ମୋତେ ବଦଳାଇ ଦେଲା, ଯାହା ମୋତେ ବାଧ୍ୟ କଲା ପ୍ୟାରେଣ୍ଟିଂ ଉପରେ ଶିଖିବା ପାଇଁ, ପଢ଼ିବା ପାଇଁ, ଟ୍ରାଏ କରିବା ପାଇଁ। ଯାହା ମୁଁ ଆଜି ଶିଖିଛି ତାହା ମୁଁ ଆପଣଙ୍କ ସହିତ ସେୟାର କରିବି। ଆମ ଓଡ଼ିଆ ମା ମାନେ ସ୍ୱଭାବତଃ କହନ୍ତି, ଚୁପ୍ କର, କ'ଣ ପାଇଁ ଏତେ କାନ୍ଦୁଛୁ, ଲାଜ ଲାଗୁନି ଟିକେ ତତେ? ମୁଁ ଜାଣେ, କାରଣ ଆମ ବୋଉ ମଧ୍ୟ ଏଇଭଳି ଆମକୁ କହୁଥିଲା। ଆମ ଜେନେରେସନରେ ଏଇଟା ଗୋଟେ ନର୍ମାଲ କଥା, କିନ୍ତୁ ଯେତେବେଳେ ଆମେ ଚୁପ୍ କର କହୁ, ପିଲାଙ୍କ ବ୍ରେନ୍ ଆହୁରି ପ୍ୟାନିକ୍ ହୁଏ, କାରଣ ସେ ଭାବେ ମୋ ଫିଲିଙ୍ଗସଟା ଭୁଲ। ବଦଳରେ କ'ଣ କହିପାରିବେ? ପିଲାଙ୍କ ପାଖକୁ ଯାଆନ୍ତୁ, ତା ଆଇ ଲେବୁଲରେ ବସନ୍ତୁ, ମାନେ ଆଣ୍ଠୁ ମାଡ଼ିକି ବସନ୍ତୁ, କାରଣ ସେ ଛୋଟ ନା। ଆଖିରେ ଆଖି ମିଶାନ୍ତୁ ଆଉ ଧୀରେ କୁହନ୍ତୁ, ଆରେ ବାବା, ମୁଁ ଦେଖୁଛି ତୁ ବହୁତ ଅପସେଟ୍ ଅଛୁ, ଇଟ୍ସ ଓକେ, ବାସ୍ ଏତିକି। ଏହା ଶୁଣି ପିଲା ଧୀରେ ଧୀରେ କାମ୍ ହୁଏ, ତାର ଟାଣ୍ଟ୍ରମ୍ ଅଧା ହେଇଯାଏ, କାରଣ ସେ ଫିଲ୍ କରେ ମୋ ମା ମୋ ସାଙ୍ଗରେ ଅଛନ୍ତି। ମୋ ଛୋଟ ପୁଅ ସହ ଯେଉଁ ଦିନଠାରୁ ଏହା ଷ୍ଟାର୍ଟ କଲି, ତା ଟାଣ୍ଟ୍ରମ୍ ତ ପୁରା ଅଧା ହେଇଗଲା। ବିଶ୍ୱାସ କରନ୍ତୁ, ଏହା ରିଏଲି କାମ କରେ। ସିକ୍ରେଟ୍ ନମ୍ବର 2, ଚଏସେସ୍ ଦିଅନ୍ତୁ, କଣ୍ଟ୍ରୋଲ ନୁହେଁ। ଆପଣ ଜାଣନ୍ତି ଟଡଲର ଟାଣ୍ଟ୍ରମ୍ର ସବୁଠୁ ବଡ଼ କାରଣ କ'ଣ? ସେ ଫିଲ୍ କରେ ତାର କୌଣସି ଶକ୍ତି ନାହିଁ, ସବୁ ଆମେ ଡିସାଇଡ୍ କରୁଛୁ। ସେ କ'ଣ ଖାଇବ, କ'ଣ ପିନ୍ଧିବ, କେତେବେଳେ ଶୋଇବ, ସବୁ ଆମ ହାତରେ। ଛୋଟ ପିଲାର ମଧ୍ୟ ନିଜ ଉପରେ କଣ୍ଟ୍ରୋଲ ଦରକାର। ସେ ତା ଭାଷାରେ କହିପାରେନି, ତେଣୁ ତାର ଉତ୍ତର ଟାଣ୍ଟ୍ରମ୍ରେ ହିଁ ଥାଏ। ସଲ୍ୟୁସନ୍ କ'ଣ? ଛୋଟ ଛୋଟ ଚଏସେସ୍ ଦେବା, ଯେମିତି ଚୁପଚାପ ଯା ଶୋଇବୁ ବଦଳରେ ଆଗେ ତୁ ଗପ ଶୁଣିବୁ ନା ଦାନ୍ତ ଘଷିବୁ। ଏବେ ଡ୍ରେସ୍ ପିନ୍ଧ ବଦଳରେ ଆଚ୍ଛା ରେଡ୍ କଲର୍ ଡ୍ରେସ୍ଟା ପିନ୍ଧିବୁ ନା ବ୍ଲୁ କଲର୍ ଡ୍ରେସ୍ଟା ପିନ୍ଧିବୁ। ଭାତ ଖା ବଦଳରେ ଆଚ୍ଛା ଆମେ ଡାଲି ଭାତ ଖାଇବା ନା ତରକାରୀ ଭାତ ଖାଇବା ନା କ୍ଷୀର ଆଳୁ ଭାତ ଖାଇବା। 2ଟା ଚଏସ୍, 2ଟା ହିଁ ଆମ ଇଚ୍ଛାର, କିନ୍ତୁ ପିଲା ଫିଲ୍ କରେ ସେ ଡିସାଇଡ୍ କଲା। ଏହା ଶୁଣିବାକୁ କେତେ ଛୋଟ ନା, କିନ୍ତୁ ଏହାର ଫଳ ବହୁତ ବଡ଼। ଆମ ଓଡ଼ିଆ ଘରେ ଗୋଟେ କଥା ଅଛି, ପିଲାକୁ ସ୍ୱାଧୀନତା ଦିଅ କିନ୍ତୁ ଛାଡ଼ ନାହିଁ। ଚଏସ୍ ମେଥଡ଼ଟା ଠିକ୍ ଏଇପରି କାମ କରେ। ସବୁ ଅପସନ୍ ଆମର, କିନ୍ତୁ ପିଲା ଭାବେ ଯେ ସେ ଚଏସ୍ କଲା, ସେ ଇଣ୍ଡିପେଣ୍ଡେଣ୍ଟ ଫିଲ୍ କରେ। ସିକ୍ରେଟ୍ 3, ଶାନ୍ତ ମା ଶାନ୍ତ ପିଲା। ଏହା ଶୁଣିବାକୁ ସିମ୍ପଲ୍, କିନ୍ତୁ ଏହା ସବୁଠୁ ପାୱାରଫୁଲ୍ ସିକ୍ରେଟ୍। ପିଲାର ବ୍ରେନ୍ ଏକ ମିରର ପରି, ଆମ ଇମୋସନ୍ ସେ ଅନୁଭବ କରେ। ଆମେ ଆଂସିୟସ୍ ହେଲେ ସେ ଆଂସିୟସ୍ ହୁଏ, ଆମେ ସାଉଟ୍ କଲେ ସେ ଆହୁରି ଜୋରରେ ସାଉଟ୍ କରେ। ମୁଁ ଆଗରୁ ଭାବୁଥିଲି ମେଡିଟେସନ୍, ପୂଜା ଏସବୁ ମୋ ପାଇଁ, ପିଲା ସହ ଏହାର କୌଣସି କନେକ୍ସନ୍ ନାହିଁ। କିନ୍ତୁ ଧୀରେ ଧୀରେ ବୁଝିଲି, ଯେଉଁଦିନ ମୁଁ ସକାଳ 5:30ଟାରେ ଉଠି ମେଡିଟେସନ୍ କଲି, ଗାଧେଇ ପାଧେଇ ତୁଳସୀ ପୂଜା କଲି, ସେଇଦିନ ଆମ ଘର ଶାନ୍ତରେ ଥାଏ। ଆଉ ଯେଉଁଦିନ ମୁଁ ଭୁଲିଯାଏ, ସବୁ ଓଲଟପାଲଟ ହେଇଯାଏ। ତୁଳସୀଙ୍କ ଆଗରେ ହାତ ଯୋଡ଼ି ମୁଁ ଯେତେବେଳେ ପ୍ରତିଦିନ ଭଗବାନ ଜଗନ୍ନାଥଙ୍କୁ ପ୍ରାର୍ଥନା କରେ ଯେ ମୋତେ ଆଜି ଶାନ୍ତ ମା ହେବାର ଶକ୍ତି ଦିଅ, ସେ ଗୋଟେ ଅଭ୍ୟାସ ମୋ ସମ୍ପୂର୍ଣ୍ଣ ଦିନକୁ ବଦଳାଇ ଦିଏ। ଆପଣ ଯଦି ମାତ୍ର 10 ମିନିଟ୍ ନିଜ ପାଇଁ ରଖନ୍ତି, 2 ମିନିଟ୍ର ମେଡିଟେସନ୍, 5 ମିନିଟ୍ର ପ୍ରେୟାର ବା ଗୋଟେ କପ୍ ଚା ଚୁପଚାପ ବସିକି ପିଇବା, ତାହେଲେ ଆପଣଙ୍କ ପିଲା ଆପଣଙ୍କର କାମନେସ୍କୁ ଅନୁଭବ କରିପାରେ। ତ ଆଜି ଆମେ ଶିଖିଲୁ 3ଟା ସିକ୍ରେଟ୍। ନାଁ ଦିଅ, ଆଖିରେ ଆଖି ମିଶେଇ ଆଇ ଲେବୁଲରେ କଥା ହୁଅ ଏବଂ ଫିଲିଙ୍ଗସକୁ ବୁଝ। ଚଏସେସ୍ ଦିଅ, କଣ୍ଟ୍ରୋଲ ନୁହେଁ। ନିଜେ ଶାନ୍ତ ରୁହ, ପିଲା ଶାନ୍ତ ହେବ। ଆଜିଠାରୁ ଗୋଟିଏ ସିକ୍ରେଟ୍ ଟ୍ରାଏ କରନ୍ତୁ, ସେଇଟା ହିଁ ଯଥେଷ୍ଟ। କମେଣ୍ଟରେ ମୋତେ କୁହନ୍ତୁ ଆପଣ କେଉଁଟା ଟ୍ରାଏ କରିବେ। ଯଦି ଏ ଭିଡ଼ିଓଟି ଆପଣଙ୍କ ହାର୍ଟକୁ ଛୁଇଁଲା, ତାହେଲେ ଗୋଟେ ଲାଇକ୍ କରନ୍ତୁ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆସନ୍ତା ସପ୍ତାହରେ ଆଉ ଏକ ଇମ୍ପୋର୍ଟାଣ୍ଟ ଭିଡ଼ିଓ ସହିତ ମୁଁ ଆସୁଛି। ଆଉ ଯଦି ଆପଣଙ୍କ ପରି
आउ कौन ओडिया माँ अच्छा जी स्ट्रगल कर भिडटा सेयार करूँ से आपन को धन्यवाद देवे। रहुची जय जगन्नाथ।